नव ओडिशा न्यूज रे आपण मानक स्वागतम। आज कहउचंती पीएम किसान योजना 20तम किस्ती घोषणा हेइछि। पुणी थरे अपडेट मिलिछि। फेर थरे चाषी को मिलिबो 2000 टंकार साहाय्य। प्रधानमंत्री कृषक सम्मान निधि योजना रे अंतर्गत रे आसुछि 20तम किस्ती। जानंतु केउ तारीख रे आसीबो एही टंका एवं केउ चाषी माने मिलिबे उपयुक्त योग्यता। पीएम किसान सम्मान निधि योजना आरंभ होइथिला 2019 मसीहा, जहाँ माध्यम रे समस्त सूचना भौतिक चाषी मानक प्रति वर्ष 3 अंशरे बांटा जाउथिला। 2000 टंका और 6000 टंका मिले। ଏହି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅନୁଗତ ହୁଏ। ଏ ପର୍ଯ୍ୟନ୍ତ ଦେଶରେ 11 କୋଟିରୁ ଅଧିକ ଚାଷୀ ଏହି ଯୋଜନାରେ ଲାଭ ଉଠାଇଛନ୍ତି। 20ତମ କିସ୍ତି ତାରିଖ ଘୋଷଣା ମଧ୍ୟ କରିଛନ୍ତି ଏହି କୃଷି ମନ୍ତ୍ରଣାଳୟ। ଏହି ତଥ୍ୟ ନେଇ ସୂଚନା ଦେଉଛୁ ଆମେ। ପିଏମ୍ କିଷାନ ଯୋଜନା 20ତମ କିସ୍ତି ଅଗଷ୍ଟ 1 ତାରିଖ ପରେ ଅନୁଗତ ହେବ। ବର୍ତ୍ତମାନ ଆପଣଙ୍କ କେୱାଇସି ହେଇନାହିଁ ମାନେ ସତର୍କ ହେଇଯାଆନ୍ତୁ। ଏହି ରାଶି ଲାଗି ସବୁ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ 2000 ଟଙ୍କା ଦିଆଯିବ। ମାତ୍ର କେୱାଇସି ସମ୍ପୂର୍ଣ୍ଣ ହେଇଛି କି ନାହିଁ ଆପଣ କିପରି ଜାଣିବେ? ତାହା କେୱାଇସି କରିବା ପାଇଁ ପିଏମ୍ ସମ୍ମାନ ନିଧି ୱେବସାଇଟ୍କୁ ଯାଇ ଆପଣ ସିଏସ୍ସି ସେଣ୍ଟରକୁ ମଧ୍ୟ ଯାଇପାରିବେ କି ଆପଣ ଆମକୁ ବି କଣ୍ଟାକ୍ଟ କରିପାରିବେ। ମାଧ୍ୟମେ କେୱାଇସି ସମ୍ପୂର୍ଣ୍ଣ କରିଛନ୍ତି, ଆଧାର ଏବଂ ବ୍ୟାଙ୍କ ତଥ୍ୟ ସଠିକ୍ ରଖିଛନ୍ତି। ଯୋଗ୍ୟତା ଅନୁଯାୟୀ ଦେଶରେ ଛୋଟ ସମସ୍ତ ଚାଷୀମାନଙ୍କୁ ଜଣାଯାଉ ଯେ କେୱାଇସି କିପରି କରିବା। ତାହା ନହେଲେ ସିଏସ୍ସି ସେଣ୍ଟରକୁ ଯାଆନ୍ତୁ, ନହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ କମେଣ୍ଟ ବକ୍ସରେ ପିନ୍ କରନ୍ତୁ। ନହେଲେ ଆମ ଚ୍ୟାନେଲରେ ନମ୍ବର ଦିଆଯିବ, ଆପଣ ଏହି ନମ୍ବରରେ କଣ୍ଟାକ୍ଟ କରିପାରିବେ। ସାମ୍ନାରେ ଏହି କିସ୍ତି ଲାଭ ଉଠାଇ ପାରିବେ ଓ ଅନେକ ଚାଷୀଙ୍କ କେୱାଇସି ହେବାକୁ କିସ୍ତି ରାଶି ବନ୍ଦ ହୋଇଥାଏ। ଏହି ଲାଗି ଆମେ ସିଏସ୍ସି ସେଣ୍ଟର କେନ୍ଦ୍ରକୁ ଯାଆନ୍ତୁ, ନହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ କମେଣ୍ଟରେ କୁହନ୍ତୁ। ଏପରି ଉପଯୋଗୀ ଖବର ପାଇଁ ଆମ ସବସ୍କ୍ରାଇବ୍ କରନ୍ତୁ ନବ ଓଡ଼ିଶା ନ୍ୟୁଜ୍କୁ, ଯେଉଁଠାରେ ଆପଣଙ୍କୁ ମିଳିବ ଦେଶ ବିଦେଶର ଓଡ଼ିଶାର ଖବର, ଯେଉଁଟାକି ଅପଡ଼େଟ୍